ପିଲାମାନେ ମୋ ନୂଆ ବହି ସାମାଜିକ ବିଜ୍ଞାନର ଆଜି ଆମେ ଚାପ୍ଟର 3ର ଅଭ୍ୟାସ ପ୍ରଶ୍ନପତ୍ର କରିବା। 1 ନମ୍ବର ଦେଇଛି, ତୁମ ଗ୍ରାମ, ସହର ଓ ମହାନଗରରେ କେଉଁ ପ୍ରକାରର ଭୂମିରୂପ ଦେଖୁଛ? ଏହି ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା କେଉଁ ବୈଶିଷ୍ଟ୍ୟ ଗୁଡ଼ିକ ତୁମ ଆଖପାଖରେ ଦେଖୁଛ? ତାହେଲେ ପିଲାମାନେ ଉତ୍ତରରେ କ'ଣ ଲେଖିବା? ମୋର ରହୁଥିବା ସ୍ଥାନ ଅନୁସାରେ ମୁଁ ମୁଖ୍ୟତଃ ସମତଳ ଭୂମିରୂପ ଦେଖୁଛି। ଏହି ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରୁ ନିମ୍ନଲିଖିତ ମୁଁ ମୋ ଆଖପାଖରେ ଦେଖିବାକୁ ପାଉଛି। ତାହେଲେ ଆମେ ପ୍ରଥମେ ଉର୍ବର ମୃତ୍ତିକା ଦେଖିବାକୁ ପାଉଛେ। ଆମ ଅଞ୍ଚଳରେ ନଦୀ ପ୍ରବାହିତ ହୋଇଥିବାରୁ ଏଠାରେ ପଟୁମାଟି ଦେଖାଯାଏ, ଯାହା ଚାଷ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଆଉ କ'ଣ ଦେଖିବାକୁ ପାଉଛେ? ଜନବସତି ସମତଳ ଅଞ୍ଚଳ ହୋଇଥିବାରୁ ଏଠାରେ ଘରଦ୍ୱାର ତିଆରି କରିବା ସହଜ ହୋଇଥାଏ, ତେଣୁ ଏଠାରେ ଲୋକମାନଙ୍କର ଘନ ଜନବସତି ଦେଖିବାକୁ ମିଳେ। ଆଉ କ'ଣ? ଗମନାଗମନ ସୁବିଧା ସମତଳ ଭୂମି ହୋଇଥିବାରୁ ଏଠାରେ ରାସ୍ତାଘାଟ ଓ ରେଳପଥର ଜାଲ ବିଛାଯାଇଛି, ଯାହା ଯାତାୟାତ ପାଇଁ ସୁବିଧାଜନକ ଅଟେ। ନେକ୍ସଟ, କୃଷି କାର୍ଯ୍ୟ ଦେଖିବାକୁ ପାଉଛେ। ମୁଁ ମୋ ଆଖପାଖରେ ବହୁତ ଧାନ କ୍ଷେତ ଏବଂ ପନିପରିବା ଚାଷ ହେବାର ଦେଖୁଛି, ଯାହାକି ସମତଳ ଭୂମିର ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ। 2 ନମ୍ବର ପ୍ରଶ୍ନ, ଆସ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲାମୋଡ଼ା କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉଥରେ ପଢ଼ିବା ଓ ଦେଖିବା। ବାଟରେ ଦେଖାଯାଉଥିବା 3ଟି ଭୂମିରୂପକୁ ବର୍ଣ୍ଣନା କରିବା। ପିଲାମାନେ ଛୋଟନାଗପୁରରୁ ପ୍ରୟାଗରାଜ ବା ଆଲମୋଡ଼ା ଯିବା ବାଟରେ ତୁମେ ମାଳଭୂମି, ନଦୀ ସମତଳ ଅଞ୍ଚଳ ଏବଂ ପର୍ବତ ପରି ଭୂମିରୂପ ଦେଖିବାକୁ ପାଇବ। ନେକ୍ସଟ 3 ନମ୍ବର, ଭାରତର କେତେକ ପ୍ରସିଦ୍ଧ ତୀର୍ଥସ୍ଥାନ ସହିତ ସେଗୁଡ଼ିକୁ କେଉଁ ଭୂମିରୂପ ଦେଖିବାକୁ ମିଳେ ତାହାର ତାଲିକା କର। ତାହେଲେ ଦେଖ ପିଲାମାନେ, ଆମର ପୁରୀ ଜଗନ୍ନାଥ ମନ୍ଦିର ସମୁଦ୍ର କୂଳବର୍ତ୍ତୀ ସମତଳ ଅଞ୍ଚଳ ହେଲା, ବଦ୍ରିନାଥର କେଦାରନାଥର ପର୍ବତ ଶ୍ରେଣୀ ଦେଖାଯାଏ, ଆଉ କାଶୀ ବାରାଣସୀରେ ନଦୀ କୂଳିଆ ସମତଳ ଅଞ୍ଚଳ ଦେଖାଯାଏ। 4 ନମ୍ବର ପିଲାମାନେ ଆମ ପାଇଁ କେଉଁଟା ଭୁଲ କେଉଁଟା ଠିକ୍ ଆମେ କହିବା। ପ୍ରଥମେ ଦେଇଛି, ହିମାଳୟ ହେଉଛି ଗୋଲାକାର ଶୀର୍ଷ ଥିବା ଯୁବଭଙ୍ଗିଳ ପର୍ବତ। ନା, ଏଇଟା ପିଲାମାନେ ଆମର ଭୁଲ ଅଟେ, ବୁଝିହେଲା। ତାପରେ ଗୋଟିଏ ପଟୁ ମାଳଭୂମି ପ୍ରାୟ ଉଠିକରି ରହିଥାଏ, ଏଇଟା ପିଲାମାନେ ଠିକ୍ ଅଛି। ନେକ୍ସଟ, ପର୍ବତ ଓ ପାହାଡ଼ ସମାନ ପ୍ରକାରର ଭୂମିରୂପ ଅଟନ୍ତି। ନାହିଁ, ଏଇଟା ଭୁଲ ଅଟେ, ବୁଝିହେଲା ତ। ନେକ୍ସଟ 4 ନମ୍ବର, ଭାରତର ପର୍ବତ, ମାଳଭୂମି ଓ ନଦୀରେ ସମାନ ପ୍ରକାରର ଉଦ୍ଭିଦ ଜୀବଜନ୍ତୁ ବାସ କରନ୍ତି। ନାହିଁ, ଭୁଲ ଅଟେ। ଗଙ୍ଗା ନଦୀ ଯମୁନାର ଏକ ଉପନଦୀ ଅଟେ, ଏଟା ବି ଭୁଲ ଅଟେ, ବୁଝିହେଲା। ନେକ୍ସଟ, ମରୁଭୂମିରେ ସ୍ୱତନ୍ତ୍ର ଉଦ୍ଭିଦ ଓ ଜୀବଜନ୍ତୁ ଦେଖିବାକୁ ମିଳେ। ହଁ, ଠିକ୍ କଥା। ନେକ୍ସଟ, ବରଫ ତରଳିବା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଏ। ଠିକ୍ କଥା। ନେକ୍ସଟ, ସମତଳ ଅଞ୍ଚଳରେ ଜମା ହୋଇଥିବା ନଦୀଗୁଡ଼ିକର ପଟୁମାଟିରୁ ଉର୍ବର ଜମି ପ୍ରସ୍ତୁତ ହୁଏ। ଠିକ୍ ଅଟେ, ବୁଝିହେଲା। ନେକ୍ସଟ, ସବୁ ମରୁଭୂମି ଗରମ ଓ ଉଷ୍ମ। ନା, ଭୁଲ ଅଟେ, ସବୁ ମରୁଭୂମି ଦେଇଦେଲା, ସବୁ ମରୁଭୂମି ନୁହଁ। ନେକ୍ସଟ 5 ନମ୍ବର ପ୍ରଶ୍ନ ମୁଁ ଦେଇଛି, ଆମେ କ ସ୍ତମ୍ଭ ଆଉ ଖ ସ୍ତମ୍ଭ ଯୋଡ଼ିବା। ପ୍ରଥମେ ଦେଲା ଆମର ଏଭରେଷ୍ଟ ଗିରିଶୃଙ୍ଗ। ଏଭରେଷ୍ଟ ଗିରିଶୃଙ୍ଗ ଆମର ପର୍ବତାରୋହଣ ପାଇଁ ଉଦ୍ଦିଷ୍ଟ ହେଲା। ନେକ୍ସଟ ମୁଁ କଲର ଚେଞ୍ଜ କରିଦେଉଛି। ଭେଳା, ପିଲାମାନେ ଭେଳା ହବ ଆମର ନଦୀ, ବୁଝିହେଲା। ଓଟ, ଓଟ ଆମେ ଜାଣିଛେ କ'ଣ? ମରୁଭୂମି, ବୁଝିହେଲା ତ। ନେକ୍ସଟ, ମାଳଭୂମି। ମାଳଭୂମି ହେଲା, ମାଳଭୂମିକୁ ଆମେ ପୃଥିବୀର ଛାତ ବୋଲି କହିବା। ନେକ୍ସଟ, ଗାଙ୍ଗେୟ ସମତଳ ଅଞ୍ଚଳ। ଗାଙ୍ଗେୟ ସମତଳ ଅଞ୍ଚଳ ହେଉଛି ଆମର ଧାନ କ୍ଷେତ। ନେକ୍ସଟ, ଜଳପଥ। ଜଳପଥ ଆମର କ'ଣ ହବ? ଜଳପଥ ହେଉଛି ଆମର ଗଙ୍ଗା, ସିଧାକୁ ସିଧା। ତାପରେ କିଲିମଞ୍ଜର ଗିରିଶୃଙ୍ଗ। କିଲିମଞ୍ଜର ଗିରିଶୃଙ୍ଗ ହେଉଛି ଆମର ଆଫ୍ରିକା, ଏଇପଟେ ନେଇଯାଅ। ନେକ୍ସଟ, ଯମୁନା। ଯମୁନା ହେଉଛି ଆମର ଏକ ଉପନଦୀ, ବୁଝିଲା ତ। ଜାଣି ହେଲା ତ ସବୁତକ। ବିଷୟଟି ସମ୍ପୂର୍ଣ୍ଣ ସରିଗଲା। ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରିଦେବ, ସବସ୍କ୍ରାଇବ୍ କରିଦେବ ଏଇଭଳି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ।